ଦେଖନ୍ତୁ ଆମର ଗୋଟେ ପିଲା ଖାଉଛି ସକାଳେ ଶୋଇଛି ଖାଉଛି ଖାଇସାରିଲେ ରେଡ଼ି ହେବ ସ୍କୁଲ ଯିବ ଆଉ ଆଜି ମୋର ସବୁ କାମ ସରିଗଲାଣି ସକାଳୁ ଆଜି ମଙ୍ଗଳବାର ଯେହେତୁ ଜଲ୍ଦି ଜଲ୍ଦି କାମ ସରିଗଲା ଆଉ ତଳେ ଯାଇକିନି ପଣା ଦେଉଥିଲି ଜଣେ ତାଙ୍କ ପାଇଁ ଟିକେ ଦେଇଥିଲି ପଣା ମୁଁ ଦେଇନି ଖାଲି ଜଷ୍ଟ ପ୍ରଣାମ କରିକି ଆସିଲି ଆଉ ମୁଁ ତ ଜାଣିନି କେମିତି କ'ଣ ପଣା ଦିଆଯାଏ ଲାଷ୍ଟ ପଣା ଦେଇ ଆସିଲି ତାର ଖାଇବା ବି ସରିଗଲା ସେ ଛତୁଆ ଖାଇକି ସକାଳେ ସ୍କୁଲ ଯାଏ ଛତୁଆ ଖାଇଦେଲା ତାର ଏବେ ଯିବି ତାକୁ ରେଡ଼ି କରିଦେବି ମୋର ଆଜି ଠାକୁର ପୂଜା ହେରିକା ସବୁ ସରିଯାଇଛି ତାକୁ ରେଡ଼ି କରିଦେବି ଯଦି ତା ବାପା ନେବେ ସ୍କୁଲ ନେବେ ନହେଲେ ଯଦି ତାଙ୍କର ମିଟିଂ ଥିବ ତାହେଲେ ମୁଁ ନେଇ ସ୍କୁଲ ଯିବି ସ୍କୁଲରୁ ଆସିଲେ ଦେଖୁଛି କ'ଣ କରିବା ଚାଲନ୍ତୁ ଟିକେ ପାଣି ପିଆଇ ଦିଏ ସେ ବହୁତ ଫୁଲେଇ ହେଉଛି ରଖୁଛି ଆଉ ହଁ ସମସ୍ତଙ୍କୁ ଗୁଡ଼୍ ମର୍ଣ୍ଣିଂ ଭୁଲି ଯାଇଛି ମୁଁ କହିବା ପାଇଁ ଆକ୍ଚୁଆଲି ସମସ୍ତଙ୍କୁ ଗୁଡ଼୍ ମର୍ଣ୍ଣିଂ ଆଉ ସମସ୍ତଙ୍କ ଦିନଟା ଭଲରେ ଯାଉ ଆଜି ଆମର ବ୍ରେକଫାଷ୍ଟରେ ହେଇଛି ପୋହା ମାନେ ଚୁଡ଼ା ସନ୍ତୁଳା ଏଥିରେ ଯାହା ମୋ ପାଖରେ ଥିବା ଭେଜିଟେବୁଲ୍ସ ଥିଲା ପିଆଜ ଆଳୁ ଆଉ ଗାଜର କର୍ଣ୍ଣ ମକା ଥିଲା ଆଉ ଭୃଷଙ୍ଗ ପତ୍ର ଆଉ କଞ୍ଚା ଲଙ୍କା ଏଗୁଡ଼ା ଦେଇଛି ବିନ୍ସ ହେରିକା ନଥିଲା ଯାହା ଯେତିକି ପରିବା ଥିଲା ମୁଁ ଦେଇକିନି ଏମିତି ବନେଇଛି ଆଉ ବହୁତ ଟେଷ୍ଟି ଗଲା ପୋହା ଦେଖିପାରୁଥିବେ କେତେ ବଢ଼ିଆ ଦେଖାଯାଉଛି चलते ब्रेकफास्ट करनी कथा नेक्स्ट कौन कर चलतु कम सरी आसीगली आज आसी पिता शाग देखिए आईटा गोटे अच्छी बाछी एक्चुअली पिता शाग मोर बहुत फेवरेट दीटा आनी माने गोटे बाछी ये तो बाछिया टाइम लगुच किंतु खाया बड़ा लगे आपण मन पिता शाग भल लगे कि नहीं मत कहे मत बहुत भल लगे बहुत टेस्टी मुझे देखेबी केमती भाजुच पिता शाग आज कौन कौन रोषे हम देखा दिन सारा कौन कौन काम चलो पिता शागटा तो मोर बहुत पसंद जब पाए खाइबार जदि जने टाइम थाए मैं दिन थाए ताल नहीं आसे এটা एक्चुअली ମୁଁ କାଲି ଆଣିଥିଲି କାଲି ପାଇଥିଲି କାଲି ଆଣିଥିଲି କାଲି ଯେହେତୁ ରୋଷେଇ ହେଇନଥିଲା ଗୋଟେ ଭୋଜି ଥିଲା ନା ତ ସେଥିପାଇଁ ମୁଁ ରଖିଦେଇଥିଲି ରାତିରେ ଗୋଟେ ବିଡ଼ା ବାଛି ଦେଇଥିଲି ଆଉ ଗୋଟେ ବିଡ଼ା ରଖିଦେଇଥିଲି ଆଉ ସେଥିପାଇଁ ସକାଳୁ ଲାଗିଯାଇଛି ସବୁ କାମ ସାରିକି ତାକୁ ଆଗେ ବାଛିଦିଏ କ୍ଲିନ୍ କରିଦିଏ ତାପରେ ଅଲଗା କାମ କରିବା କାରଣ ଏଇଟା ଟିକେ ବାଛିବାକୁ ବହୁତ ଟାଇମ୍ ଲାଗିବ ଛୋଟ ଛୋଟ ଗୁଡ଼ା ନା आपण मैंने सब पिता शागर कौन आइटम करती केमती खाती कहे कौन के जन पिता शागर बरा भी करती मुझे देखी बट मुझे कैनि मुझे खाली पिता शाग भाजिकी खाए कारण मो हजबैंड पिता शाग खाती आ पुओ तो छाड़ सहित किसी खाऊनी आकुटिया खाइबी ना तो एत प्रकार मुझे मुझे खाइनी भी पिता शाग बरा केमती लगे मत तो भजा बहुत भल लगे मुझे एमती आलू बैगण बड़ी पियाज कंचा लंका सब देकी भाजी दिए सुखिला सुखिला करके आपण मैंने केमती कौन करती आउ कौन रेसिपी जदि जानते मत कहे पिता शागर एतिका बाछिया में मत हाफ एन आवर ऊपर लगे जानी कारण मत भी जो डांग हरिका थाए मत भी भल लगे पूरा गोटे गोटे पत्र ही बाछे खाली पिता शाग सबू शाग बाछिया टाइम टेकिंग जेकोन शाग हो बाछिया पड़े देखिया पड़े ताको
ଚାଲନ୍ତୁ ମୁଁ ବାଛି ଦିଏ ଦେଖାଉଛି ଆଉ ଆପଣ ଦେଖିବେ ସେଇଆ ତ ଦେଖନ୍ତୁ ଶାଗଟାକୁ ମୁଁ ଦେଖି ଦେଉଛି ବ୍ୟାକ୍ କ୍ୟାମେରାରେ କେତେ ବଢ଼ିଆ ଦେଖାଯାଉଛି ଶାଗଟା। ଦେଖନ୍ତୁ ଶାଗ ଏତିକି ବାଛିଛି ଏତିକି ରଖିଛି। ପିତା ଶାଗ ପ୍ରାୟ ଲୋକମାନଙ୍କୁ ପସନ୍ଦ ନଥିବ କିନ୍ତୁ ମୋର ବହୁତ 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 ପସନ୍ଦ। ଚାଲନ୍ତୁ ମୁଁ ଶାଗ ବାଛିଦିଏ ବାଛି ଦେଇ ଦେଖାଉଛି ଟାଟା। କେତେବେଳୁ ବସିକି ବାଛୁଛି ଶାଗ ମୋ ସରୁନି ଆହୁରି ଏତେ ଅଛି। ଭାରି କଷ୍ଟ ପିତା ଶାଗ ବାଛିବା, ଖାଇବାଟା ଭାରି ସହଜ, ବାଛିବା କଷ୍ଟ। ସବୁ ଜିନିଷ କରିବାକୁ ଯେତେ ଟାଇମ୍ ଖାଇବାକୁ 5 ମିନିଟ୍ ଲାଗେ ଆଉ। ଗୋଟେ ଶାଗକୁ ଧରି ବସିଲେଣି ଅଧଘଣ୍ଟା ଉପରେ ହେଇଯିବ। ଆଉ କାମ କେତେବେଳେ ହେବ ଯେ ମୋର। ଚାଲନ୍ତୁ ଆଉ ଟିକେ ବାଛିଦିଏ ମାନେ ଖାଲି ଶାଗ ବି ବାଛିନି, ଆ ଭିତରେ ଯାଇଥିଲି ବୋଟଲରେ ପାଣି ବି ଫୁଲ୍ କରିବାର ଥିଲା। ମୁଁ ବସିକି ଶାଗ ବାଛୁନଥିଲି, ବୋଟଲରେ ପାଣି ନଥିଲା ସେଥିପାଇଁ ଯାଇଥିଲି ମୁଁ ଗୋଟେ ବୋଟଲରେ ପାଣି ପୁରେଇଦେବା। ବୋଟଲରେ ମଝିରେ ଯାଇକି ବୋଟଲରେ ପାଣି ପୁରେଇକି ଆସିଲି। ଶାଗ ବଛା ଚାଲିଛି ମୋର ଫୁଲ୍ ଅନ୍ ସ୍ପିଡ଼ରେ। ଦଶଟା ବାଜିବ ଆଉ ହାଫ୍ ଆନ୍ ଆୱାର୍ ପରେ 10:30 ବେଳେ ପୁଅ ଆସିଯିବ। ଆସିଲେ ପୁଣି ତା କାମ ରହିବ। ଆଜି ଦେଖିବା ଆଉ କ'ଣ ସବୁ କରୁଛି ମୁଁ ଦେଖାଉଛି ଆଉ। ଚାଲନ୍ତୁ ମୁଁ ଟିକେ ବାଛିଦିଏ କଥା ହେଉଛି ଆଉ ବହୁତ ଟାଇମ୍ ଲାଗୁଛି ଆଉ କ'ଣ କରିବା। ମୋ ଶାଗ ବଛା ସରିଲା ଫାଇନାଲି। କେତେବେଳେ ବସି ଅଣ୍ଟା କାଟିଲାଣି ଶାଗ ବାଛିକିନି। ଆହୁରି ସେଠି ଦେଖିପାରୁଥିବେ ବାସନ କେତେ କଥା ହେଇଛି, ସବୁ ବାସନ ମାଜିବି। ଆଉ କେତେବେଳେ ଭାତ ବସାଇ ଦେଇଛି, ଶାଗଟା ଭାଜିବି। ଆଜି ଆକ୍ଚୁଆଲି ହଜବେଣ୍ଡ କହିଛନ୍ତି କି ନନଭେଜ୍ ଖାଇବେ, ପଖାଳ ମାଛ ଯାଇଛନ୍ତି ଆଣିବା ପାଇଁ। ଆଣନ୍ତୁ କ'ଣ ଆଣିଛନ୍ତି। ଆଜି ଯେହେତୁ ମଙ୍ଗଳବାର ମୁଁ ନନଭେଜ୍ ଖାଏନି, ଆମ ଘରେ ବି ନନଭେଜ୍ ବହୁତ ଦିନ ହେଇନଥିଲା, ସେ ବିରକ୍ତ ହେଇଗଲେଣି। କହିଲେ ସେ ନନଭେଜ୍ ଖାଆନ୍ତି ମଙ୍ଗଳବାର, ତ ଆଜି ପଖାଳ ଖାଇବା ପାଇଁ ଇଚ୍ଛା କରିଛନ୍ତି। କହିଲେ ତୁ ଟିକେ ଘରେ ବନେଇବୁ, ବାହାରେ ଖାଇବେନି। ସେଥିପାଇଁ ମୁଁ ଆଜି ପଖାଳ କରିବି ତାଙ୍କ ପାଇଁ। ଆଉ ଯାହା ନନଭେଜ୍ ଆଣନ୍ତୁ ଚିଙ୍ଗୁଡ଼ି କି ମାଛ କ'ଣ ଆଣିଛନ୍ତି ଦେଖିବା ଭାଜିବା। ମୁଁ ଯାଇକା ପିତା ଶାଗଟା ପାଣିରେ ପକାଇଦେବା। ଆଉ ଦେଖିପାରୁଥିବେ ଏଠି ବାସନ ଗୁଡ଼ା କ୍ଲିନ୍ କରିଦେବା। ପାଣି ବୋଟଲ ସବୁ ପାଣି ପୁରେଇ ଦେଇଛି। ଆଉ କ'ଣ ଦେଖାଉଛି ଆଉ କ'ଣ କରୁଛି ଆଉ। ଚାଲ ଟାଟା। ପିତା ଶାଗ ବାଛି ଥକିଗଲି ମୁଁ ଏତେ। ଆସିଲି ଟିକେ ମୁଁ ଟିକେ ପଡ଼େ ଭଲ ଲାଗୁନି, ଅଣ୍ଟାଟା ବହୁତ ପେନ୍ ହେଉଛି। ବହୁତ ଟାଇମ୍ ହେଲା ବସିକି ତ ବାଛିଦେଲି ନା, ଆଖି ବି କାଟୁଛି। ଟିକ୍ ଟିକ୍ ଜିନିଷ ନା, ତାକୁ ଦେଖିକିନି ବାଛିଲାଠୁକୁ ବହୁତ ଭଲ ଲାଗୁନି ଆଉ। ଆଉ ଆପଣମାନେ ସବୁ କ'ଣ ରୋଷେଇ କରୁଛନ୍ତି? ଆଜି ମଙ୍ଗଳବାର, ଆଜି ଚୈତ୍ର ମାସର ଲାଷ୍ଟ ମଙ୍ଗଳବାର। ମୁଁ କରେନି ମଙ୍ଗଳବାର ହେରିକା କିଛି କରେନି, ଏମିତି ମୁଁ ମୋର ପିଆଜ ରସୁଣ ଖାଏ। ଆଉ ଆଜି ସମସ୍ତେ ପଣା ଦେଉଥିବେ, ଆମର ବି ଏଠି ସବୁ ଦିଆହେଉଛି, ସାଉଣ୍ଡ ଶୁଭୁଛି। ଆପଣମାନେ ସବୁ କେମିତି ପଣା ଦିଅନ୍ତି, କ'ଣ କରନ୍ତି, କ'ଣ ଖାଇଲେ, ଆଉ ନିହାତି କମେଣ୍ଟସ୍ କରନ୍ତୁ। ମୁଁ ଆଜି ଚୁଟି କୁଣ୍ଡେଇନି, କିଛି ବି କରିନି। ଆଉ ଆକ୍ଚୁଆଲି ବହୁତ ଟାୟାର୍ଡ଼ ଲାଗୁଛି ଏବେ ମାନେ ବହୁତ କାମ ରହିଯାଉଛି ଘରେ। ମୁଁ ଏକୁଟିଆକୁ ମାନେ ଏବେ ବି ମୁଁ ଆସିକି ଶୋଇପଡ଼ିଛି ନା, କାମ ବହୁତ ଅଛି। କାଲିକାର କପଡ଼ା ଏପର୍ଯ୍ୟନ୍ତ ଫୋଲ୍ଡ କରିନି, ସବୁ ପଡ଼ିଛି ଛାତ ଉପରେ, ବହୁତ ସାରା କପଡ଼ା ପଡ଼ିଛି। ଘରେ ପୁରା ଗଦା ହେଇଛି। ଯେତେ ବି ଆପଣମାନେ ଗୋଟେ କଥା କୁହନ୍ତୁ, ମାନେ ଘରେ ଯେତେ ବି କାମ କଲେ ସେ କାମ କେତେବେଳେ ସରୁନି କ'ଣ ପାଇଁ।
ଭାବି ହଁ ସରିଗଲା ଟିକେ ବସିବା କି କ'ଣ ନା କାମ ମାନେ ଗୋଟେ ପରେ ଗୋଟେ ଗୋଟେ ମୁଁ ବାସନ ମାଜିଲି ଆଉ ଦୁଇଟା ବୋଟଲ ଖାଲି ହେଇଥିଲା ପାଣି ପୁରେଇ ଦେଲି ଆଉ ଛୋଟ ମୋଟ କାମ ଟିକେ ସାରିଦେଲି। ମୁଁ କହିଲି ଯାଉଛି ଟିକେ ଗଡ଼ିବି ପୁଅ ଆସିଯିବ 10:30 ବେଳେ ଟିକେ ଏଠି ଗଡ଼ୁଥିବି ଟିକେ ଆଉ ଦେଖିଲାଠୁ ମାନେ ଜଷ୍ଟ ଆସୁ ଦେଖିଲାଠୁ ସେପଟ ରୁମ୍ରେ ସବୁ ଲୁଗାପଟା ଭର୍ତ୍ତି ହେଇଛି ମାନେ ଭଙ୍ଗା ଫୋଲ୍ଡ ହେବା ପାଇଁ ସବୁ ଭାଙ୍ଗିନି କାଲିଠାରୁ ପଡ଼ିଛି ଆଉ ଥାଉ ଇଚ୍ଛା ହେଲାନି। ପୁଅ ଆସିଯାଉ ତାକୁ ଟିକେ ତା କାମ ସାରି ଦେଇକିନି ସେଟା ସବୁ ଫୋଲ୍ଡ କରିଦେବି କରେ ସବୁ ଯେ ଆଉ ମୋର କିଏ କରିବ ସବୁ କରେ ଘର କାମ ସବୁ କରେ ମୁଁ ବେଳେ ଗୋଟେ ଟାୟାର୍ଡ଼ ଲାଗୁଛି ଆଉ କ'ଣ କରିବା। ଆପଣ ଟିକେ କମେଣ୍ଟସ୍ କରନ୍ତୁ କମେଣ୍ଟସ୍ କଲେ ମୋତେ ଟିକେ ଭଲ ଲାଗିବ। ଆଉ ଚାଲନ୍ତୁ ପିତା ଶାଗ ବାଛି ବୁଛି ରଖିଦେଇଛି ତା ପାଇଁ ବାଇଗଣ ଆଳୁ ପିଆଜ କଞ୍ଚା ଲଙ୍କା କାଟିକି ରଖିଦେଇଛି ଆଉ ବଡ଼ି ପକେଇ ଭାଜିବି ଖାଇଲା ବେଳେ ସେଇଟା କରିବି ଥଣ୍ଡା ହେଲେ ଭଲ ଲାଗିବନି ସେଗୁଡ଼ା। ଚାଲନ୍ତୁ ମୁଁ ଖାଇଲା ବେଳେ ଦେଖାଉଛି ଟାଟା। ଦେଖନ୍ତୁ ଆଜି ମାଛ ନେଇ ଆସିଛନ୍ତି ଏଇଟା ହେଉଛି ନଈ ମାଛ କଳା ମାଇଁଷି ମାଛ ଏଇଟା ମହାନଦୀ ମାଛ ଏଇଟା ନଈ ଚିଙ୍ଗୁଡ଼ି ମାନେ ଚିଙ୍ଗୁଡ଼ିରେ ମୁଁ ତ ଲୁଣ ହଳଦୀ ଦେଇଦେଇଛି କିନ୍ତୁ ପୁରା ବ୍ଲାକ୍ କଲର୍ ଦେଖନ୍ତୁ ନଈ ଚିଙ୍ଗୁଡ଼ି ଏଇଟା ଦେଖିଲେ ଆପଣ ଜାଣିପାରିବେ ଏମିତି ସେଇ ଟାଇପ୍ର ଦେଖନ୍ତୁ ଏଇ ଯେଉଁ ବଡ଼ ବଡ଼ ଗୋଡ଼ ଯେଉଁଟା ହୁଏ ସେଇ ଚିଙ୍ଗୁଡ଼ିଟା ଦେଖନ୍ତୁ। ଏଇଟା ହେଉଛି ମହାନଦୀ ମାଛ ନା ମହାନଦୀର କଳା ବାଇଁଷି ମାଛ ଏଇଟା ବି ମହାନଦୀ ଚିଙ୍ଗୁଡ଼ି ଆକ୍ଚୁଆଲି ତାରେ ମୁଁ ଲୁଣ ହଳଦୀ ପକାଇ ଦେଇଛି। ଏ ଯେଉଁ ବଡ଼ ଗୋଡ଼ ବାଲା ଚିଙ୍ଗୁଡ଼ି ଆସେ ସେଇ ଚିଙ୍ଗୁଡ଼ି ଏଇଟା ମୁଁ ଟିକି ଗୁଡ଼ା ଆଉ ଏ ଯେଉଁ ମହାନଦୀର ମାଛ ଚିଙ୍ଗୁଡ଼ି ସବୁ ବହୁତ ହି ଟେଷ୍ଟି। ଚୁନା ମାଛ ଛୋଟିଆଟା ପଇସା ଯେମିତି ଟେଷ୍ଟ ବି ସେମିତି ଆଉ କଳା ମାଇଁଷି ମାଛଟା ପୁରା ଗୋଟେ ଫୁଲ୍ ମାଛ ଅଛି କଟା ହେଇଯାଇଛି ଏଇଟା ଚିଙ୍ଗୁଡ଼ି ବେଶୀ ନାହିଁ 200 ଗ୍ରାମ୍ ଅଛି ଚିଙ୍ଗୁଡ଼ି। ଚାଲନ୍ତୁ ମୁଁ ଚିଙ୍ଗୁଡ଼ିଟା ଭାଜି ଦିଏ ତାଙ୍କ ପାଇଁ ଚିଙ୍ଗୁଡ଼ି ଛେଚା ହେବ ମାଛ ଗୋଟେ ପିସ୍ ଫ୍ରାଏ କରିବି ବାକି ସବୁ ରଖିଦେବି ଦେଖୁଛି। ଦେଖନ୍ତୁ ଏଇଟା ଭାଜିବା ପାଇଁ ପକାଇଦେଲି ଚିଙ୍ଗୁଡ଼ିର କଲର୍ ଟିକେ ଦେଖନ୍ତୁ। चिंगुड़ी कलरटा पूरा वाउ चिंगुड़ी कलर देखते रेड आ ये माछ यहाँ रखीदे फ्रिज सी कह मात्र गोटे पीस खाइबे गोटे बढ़िया भाजी से आपको देखा मसला दिया माछ भजा चिंगुड़टा ये भजा ही रहीगला तेल पकई देछि माछ भाजदेवा भाजिया पकईदेली ये मुझे गोटे छोट पियाज को ग्रेट कर भलरे टी लंका गुंड मिसई यहाँ हूँ मसला जोड़ा माछ दिया भजा हम गोटे पीस माछ कारण मुझे आज खाइबी हजबैंड एकुटिया खाइबे तो सी गोटे पीस रू 2 पीस खाइबे ना से चलते मैं दे दिए देखा देखो दूसरे एमती करके खाइबे यहाँ बहुत बढ़िया लगे लुण हल्दी माछरे पड़ी से खाली पियाज आउ लंका देखिए माछटा उल्टेकिन एपट साइड मसला देदेवी पूरा भाजी हो देखो यहाँ के ट्राए करेंगे यहाँ बहुत टेस्टी लगे खावाई
এটা ମୋ ଶାଶୁ ମାଙ୍କର ରେସିପି ମୁଁ ତାଙ୍କଠୁ ଏଇଟା ଶିଖିଛି ରେସିପିଟା ସତରେ। ଆଉ ପାଖକୁ ଚିଙ୍ଗୁଡ଼ି ହେଇଗଲା। ମୁଁ ଏଠି କାଟି ରଖିଦେଇଛି ବାଇଗଣ ଆଳୁ ଆଉ ଏଇଠି ପିଆଜ କଞ୍ଚା ଲଙ୍କା ଏଇଠି ଡାଲି ମୋର ଏଠି ପିତା ଶାଗ ଭଜା। ଚାଲନ୍ତୁ ଏଇଟା ହେଇଯାଉ କମ୍ପ୍ଲିଟଲି ହେଇଯାଉ ମୁଁ ଦେଖାଉଛି। ଦେଖିବା ଏଠି ମାଛଟା ହେଇଗଲାଣି ଓଷାଡ଼ି ଭଜା ଉପରେ ଟିକେ ଧନିଆ ପତ୍ର ପକାଇ ଦେଇଛି ଭଲ ଦେଖାଯିବା ପାଇଁ। ଦେଖନ୍ତୁ ମାଛ ଭଜାଟା କେତେ ବଢ଼ିଆ ହେଇଛି ନା। ଦେଖନ୍ତୁ ମାଛ ଭଜା ଭାଜିକି ରଖିଦେଲି ମୁଁ କେତେ ସୁନ୍ଦର ହେଇଛି ନା ତା ଲୁକ୍। ୱିଦାଉଟ୍ ଗ୍ଲାସ୍ରେ ଦେଖନ୍ତୁ ଏମିତି ନିହାତି ଟ୍ରାଏ କରିବେ ବହୁତ ଟେଷ୍ଟି ଲାଗିବ। ଦେଖନ୍ତୁ ମାଛ ଭଜା